ଆମ ଦୁନିଆରେ ଅନେକ ପ୍ରକାର ରହସ୍ୟମୟ ବସ୍ତୁ ଭରି ହୋଇ ରହିଛି। ହେଲେ ବେଳେବେଳେ ଏହି ରହସ୍ୟମୟ ବସ୍ତୁଗୁଡ଼ିକର ଅସାଧାରଣ ଗତିବିଧି ନଜରକୁ ଆସିଛି। ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ଏପିସୋଡ଼ ଏବଂ ଜାଣିବା ଦୁନିଆର 10ଟି ଅଭିଶପ୍ତ ଜିନିଷ ବିଷୟରେ କେବଳ ଆପଣଙ୍କ ନିଜ ଚ୍ୟାନେଲ ରହସ୍ୟ ଓଡ଼ିଆରେ। ମ୍ୟାର୍ଟେଲ୍ସ ପ୍ଲାଣ୍ଟେସନ୍ ଦୁନିଆର ହଣ୍ଟେଡ୍ ଜାଗାମାନଙ୍କ ମଧ୍ୟରୁ ଗୋଟିଏ ଅଟେ। କୁହାଯାଏ 1980 ମସିହାରେ ଏହି ଘରେ ରହୁଥିବା ଗୋଟିଏ ମହିଳା ଏବଂ ତା'ର ପିଲାକୁ ତାଙ୍କ ଘରର ଚାକର ବିଷ ଦେଇ ମାରି ଦେଇଥିଲା। ଏହାପରେ ଏହି ଘରେ ଥିବା ଏକ ବଡ଼ ଆଇନାରେ ସେମାନଙ୍କ ପ୍ରେତାତ୍ମା କଏଦ ହୋଇଯାଇଥିଲା ଏବଂ ଅନେକ ଥର ଏହି ଆଇନାରେ ସେମାନଙ୍କ ପ୍ରେତାତ୍ମାକୁ ଦେଖାଯାଇଛି ଏବଂ ଏହା ଉପରେ ଏକ ହଲିଉଡ୍ ହରର ଫିଲ୍ମ ମଧ୍ୟ ତିଆରି ହୋଇସାରିଛି, ଯାହାର ନାମ ଦ ମିରର ରଖାଯାଇଛି। ଏହି ପେଣ୍ଟିଂ ବିଷ୍ଟମ୍ ହାମ୍ଙ୍କ ଦ୍ୱାରା 1972 ମସିହାରେ ତିଆରି କରାଯାଇଥିଲା ଏବଂ ଏହାକୁ ଦୁନିଆର ଅଭିଶପ୍ତ ପେଣ୍ଟିଂ ବୋଲି କୁହାଯାଏ। କୁହାଯାଏ କି ଯିଏ ବି ଏହି ପେଣ୍ଟିଂକୁ ଘରେ ଲଗାଏ, ରାତିରେ ଏହା ନିଜ ଜାଗା ପରିବର୍ତ୍ତନ କରିଥାଏ ଏବଂ ବେଳେବେଳେ ଏହା ଗାୟବ ମଧ୍ୟ ହୋଇଯାଏ। କୁହାଯାଏ କି ଆଜି ଯାଏ ଯେତେ ଜଣ ବି ଏହି ପେଣ୍ଟିଂକୁ ଘରେ ଲଗେଇଛନ୍ତି, ସେମାନଙ୍କର ମୃତ୍ୟୁ ହୋଇସାରିଛି। ଆପଣ ଆନାବେଲ୍ର ନାମ ତ ନିହାତି ଶୁଣିଥିବେ, କାରଣ ଏହି ନାମରେ ଫିଲ୍ମ ମଧ୍ୟ ତିଆରି ହୋଇସାରିଛି। ଏହି କଣ୍ଢେଇ 1970 ମସିହାରେ ଏକ କବଡ଼ିଆ ଦୋକାନରୁ କିଣାଯାଇଥିଲା। ଯେବେ ଗୋଟିଏ ସ୍ତ୍ରୀ ଲୋକ ଏହି ଡଲ୍କୁ ନିଜ ଝିଅକୁ ଗିଫ୍ଟ ଦେଇଥିଲା, ସେବେଠୁ ଏହି ଡଲ୍ ଅଜବ ଅଜବ ଘଟଣା ଘଟାଇବା ଆରମ୍ଭ କରିଦେଇଥିଲା। ଗୋଟିଏ ଥର ସେ ଝିଅଟି ଦେଖିଲା କି ଏହି ଡଲ୍ ରାତିରେ ଗୋଟିଏ ରୁମ୍ରୁ ଅନ୍ୟ ରୁମ୍କୁ ଚାଲି ଚାଲି ଯାଉଥିଲା ଏବଂ ଘରର କାନ୍ଥରେ ହେଲ୍ପ ଅପ୍ ଲେଖାଯାଇଥିଲା। ଖାଲି ଏତିକି ନୁହେଁ, ଏହି ଡଲ୍ର କପଡ଼ାରୁ ବ୍ଲଡ୍ ମଧ୍ୟ ବାହାରୁଥିଲା। କୁହାଯାଏ ଏହି ଡଲ୍ ଭିତରେ ଗୋଟିଏ 7 ବର୍ଷ ଝିଅର ଆତ୍ମା ବାସ କରୁଛି, ଯାହାକୁ କି ହତ୍ୟା କରାଯାଇଥିଲା। ବର୍ତ୍ତମାନ ଏହି ଡଲ୍ ଅଲ୍କଟି ମ୍ୟୁଜିୟମରେ ବନ୍ଦ ଅଛି ଏବଂ ଯେଉଁ ବକ୍ସରେ ସେ ବନ୍ଦ ଅଛି, ସେଥିରେ ୱାର୍ଣ୍ଣିଂ ନଟ୍ ଓପନ୍ ଦିସ୍ ବୋଲି ଲେଖାଯାଇଛି। ଦୁଇ 2001ରେ କେଭିନ୍ ମେନିସ୍ ନାମକ ଏକ ବ୍ୟକ୍ତି ଏହାକୁ କିଣିଥିଲା ଏବଂ ସେହି ରାତିରୁ ହିଁ ତାକୁ ବହୁତ ଭୟାନକ ସ୍ୱପ୍ନ ଆସିବାକୁ ଲାଗିଲା। କୁହାଯାଏ କି ଏହି ବାକ୍ସ ଅଭିଶପ୍ତ ଅଟେ। 18 ଶତାବ୍ଦୀରେ ଗୋଟିଏ ଝିଅ ଯାହାର ନାମ ଥିଲା ଏନା ବେକର ଏବଂ ତା'ର ପରିବାର ବହୁତ ଧନୀ ଥିଲା, ହେଲେ ଝିଅଟି ଏକ କୁମ୍ଭାରକୁ ଭଲ ପାଉଥିଲା। ଯେବେ ତା ପରିବାର ଏକଥା ଜାଣିଲେ, ସେମାନେ କୁମ୍ଭାର ସହ ତା'ର ବିବାହ କରାଇନଥିଲେ। ଏହାପରେ ଝିଅଟି ସାରା ଜୀବନ ବିବାହ ନ କରିବାର ନିଷ୍ପତ୍ତି ନେଇଥିଲା ଏବଂ ତା'ର ମୃତ୍ୟୁ 1914 ମସିହାରେ ହୋଇଯାଇଥିଲା। କୁହାଯାଏ କି ଯେଉଁ ୱେଡିଂ ଡ୍ରେସ୍ରେ ସେ ମୃତ୍ୟୁବରଣ କରିଥିଲା, ଆଜି ମଧ୍ୟ ତା'ର ଆତ୍ମା ସେହି ଡ୍ରେସ୍ ଭିତରେ ରହୁଛି ଏବଂ କିଛି ଲୋକ ସେହି ଡ୍ରେସ୍କୁ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖିଛନ୍ତି। ସିନ୍ ରବିନସନ୍ ନାମକ ଏକ ବ୍ୟକ୍ତି ଏହି ପେଣ୍ଟିଂକୁ ବହୁତ ଭଲ ପାଉଥିଲେ। ସେ ଯେବେ ଛୋଟ ଥିଲେ, ସେ ତାଙ୍କ ଆଈ ମାଙ୍କ ପାଖରେ ଏହି ପେଣ୍ଟିଂକୁ ଦେଖୁଥିଲେ। ଯେବେ ତାଙ୍କ ଆଈ ମା ମରିଗଲେ, ତେବେ ସେ ଏହି ପେଣ୍ଟିଂକୁ ନିଜ ଘରକୁ ନେଇ ଆସିଲେ। ସେବେଠୁ ତାଙ୍କ ସହ ଅଜବ ଅଜବ ଘଟଣା ଘଟିବା ଆରମ୍ଭ ହୋଇଗଲା। ଯେମିତିକି ରାତିରେ କବାଟ ଠକ୍ ଠକ୍ ହେବା, ହଠାତ୍ କେହି ଚିଲେଇବା ପରି ଘଟଣା ଘଟିବାକୁ ଲାଗିଲା। ଯେତେବେଳେ ସେ ଏହି ପେଣ୍ଟିଂ ଉପରେ ରିସର୍ଚ୍ଚ କଲେ, ଜାଣିବାକୁ ପାଇଲେ କି ଯେଉଁ ପେଣ୍ଟର ଆକୁ ତିଆରି କରିଥିଲା, ସେ ନିଜ ରକ୍ତକୁ ଏଥିରେ ନାଲି ରଙ୍ଗ ଭାବେ ବ୍ୟବହାର କରିଥିଲା ଏବଂ ପରେ ସେ ଆତ୍ମହତ୍ୟା କରିଦେଇଥିଲା। ଆଜି ଏହି ପେଣ୍ଟିଂ ଇଂଲଣ୍ଡରେ ଅଛି। କୁହାଯାଏ ଥମସ୍ ନାମକ ଏକ ବ୍ୟକ୍ତିକୁ ତା'ର ଅପରାଧ ପାଇଁ ଫାଶୀ ଦଣ୍ଡ ଆଦେଶ ଦିଆଯାଇଥିଲା। ଫାଶୀ ପୂର୍ବରୁ ସେ ଏହି ଚେୟାର ଉପରେ ବସି କହିଥିଲା କି
जदि केही चेयर उपर बसिब तार मृत्यु होइजिब। सेबेठु नहीं आज जाए 63 जनकर मृत्यु यही चेयर उपर बसिबा परे होइथिला। या परे यही चेयर को मृत्युर चेयर बोली कुहागला एवं यही चेयर यूकेर एक म्यूजियम रे आज मध्य अछि एवं एहाकू 5 फुट उच्चतार टांगी दिया जाइछि जेपरि केही यही चेयर उपर बसी पारिबे नाही। यही डॉल रॉबर्ट नामक एक व्यक्ति को तांको जन्मदिन रे तांकर एक चाकर गिफ्ट करिथिला। कुहा जाए चाकरटी यही डॉल को कला जादू करी तांको देइथिला। जेबे से यही डॉल को निज घर को आनिले सेबठू तांको सह भयानक घटना घटिबा आरंभ होइगला। यही डॉल आपे आपे झरका खोली बाहर को अनाउथिला एवं अनेक जिनिस भांगी दउथला। रॉबर्ट मरी जिबा परे यही डॉल को एक म्यूजियम रे रखा जाइछि। 1991 मसीह इटाली रे एक ममी मिलथिला जहाकू बरफ पहाड़ ऊपर तरलाई बाहर करा जाइतला। या परे यार नाम आइसमैन रखा जाइतला। जेउ माने एई ममी को बरफ रु बाहर करथिले हठात सेमानकर मृत्यु हो जाइतला। 1950 मसीह यही पेंटिंग को तैयारी करा जाइतला। कुहा जाए यही पेंटिंग को जी भी नहीं घरे लखुला एथिरे मन को मन निया लगी जाउथला एवं निया लागिबा परे मध्य एहार कौनसी क्षति हो नथिला। आज बास देखी वीडियो केमिति लगिला कमेंट बॉक्स रे लिखिबा को भूलिबेनी एवं एही परी वीडियो पई आम चैनल को सब्सक्राइब करिया को मध्य भूलिबेनी।